ओके गुड मॉर्निंग स्टूडेंट अगेन समस्त क्वेश्चन मो वॉइस क्लियर अछि थैंक यू। तो आज हम मैथ रो सेट को स्टार्ट करबा जोटा कि 5 वर्ष पीवाई क्यू पढौछि। ऑलरेडी तार समस्त क्लास रो थ्योरी क्लास तुमन को बैच से दिया जाइछि। ओएस बैच हो सीजीएल बैच हो तो एति गारंटी सहित कहबी जो माने प्रिपेयर करछ अपकमिंग कोनोस भी एग्जाम से ओएस रो सीसाट हो सीजीएल हो मु जति भी मैथ पढौछि 100 ରୁ 100% तारि भितर ही आसीओ काहे ना दीर्घ 5 वर्ष रो क्वेश्चन ओ डबल एसएससी ओ ट्रिपल एसएससी एसएससी रो क्वेश्चन आंसर करेबी अप टू एग्जाम पर्यंत एटा चलियो। और समस्त क्वेश्चन पेपर शेयर कराउछि पीडीएफ शो होछि समस्त पीडीएफ शो होछि यस और नो। क्वेश्चन नंबर 1 आंसर क्वेश्चन नंबर 1 आंसर फिल्ड क्वेश्चन नंबर 1 आंसर देखो मु जेतरो सेट तुमन को दउछि तुमनकर माने हाई लेवल रहइबो मीडियम रहइबो और इजी भी रहइबो मिसेक रहइबो जोटा कि एग्जाम रे जो पैटर्न को फॉलो करे डिटो सेही फॉर्मेट रे। आसिला आसिला कोई स्पीड रे एटा सीजीएल 2025 एसएस रो देखो सी हूँ आंसर देखियो। अच्छा से कौन कौन क्वेश्चन से कहला इन इलेक्शन बिटवीन टू कैंडिडेट दीटा कैंडिडेट को भीतर इलेक्शन ହେଇଛି କିଏ ସିନା ଗୋଟେ ହଉଛି ପି ଆଉ ଗୋଟେ ହଉଛି କ୍ୟୁ। ପି ଗେଟ୍ 78% ଅଫ ଟୋଟାଲ ଭ୍ୟାଲିଡ ଭୋଟ ଭ୍ୟାଲିଡ ଭୋଟ ଯେତିକି ତାର 78% କିଏ ନବ ନା ପି ନବ। ଇଫ ଦ ଟୋଟାଲ ଭୋଟ ଅଫ ଦ ଇଲେକ୍शन ଓୟାର ତ ଟୋଟାଲ ଭୋଟ କେତେ ନା 75,000 ସରି 75,60,000 ଇଏ ହଉଛି ଟୋଟାଲ ଭୋଟ ଇଏ ହଉଛି ଟୋଟାଲ ଭୋଟ। ତାପରେ ସେ କ୍ୱେଶ୍ଚିନ୍ ବି ଅଛି ହ୍ୱାଟ ଇଜ ଦ ନମ୍ବର ଅଫ ହ୍ୱାଟ ଇଜ ଦ ନମ୍ବର ଅଫ ଭ୍ୟାଲିଡ ଭୋଟ ଅଫ କ୍ୟୁ କ୍ୟୁ ର ଭ୍ୟାଲୁ ପଚାରିଛି ଯଦି 10% ଭୋଟ ଡିଡ୍ ନଟ୍ କାଷ୍ଟ ଦେୟାର ଭୋଟ ମାନେ ଆଙ୍କ ଭିତରୁ 10% ଭୋଟ ଦେଇନାହାନ୍ତି। ମୋର କ୍ୱେଶ୍ଚିନ୍ ହେଉଛି ଏତିକି ଜଣ ଲୋକ ଅଛନ୍ତି 10% ଭୋଟ ଦେଇନାହାନ୍ତି ତାହେଲେ ଦେଇଛନ୍ତି କେତେ 90% ଦେଇଛନ୍ତି। ଆଗ ଦେଇଥିବା ଲୋକଙ୍କର ଭ୍ୟାଲୁ ବାହାର କରିବା ଆଗ ଦେଇଥିବା ଲୋକଙ୍କର ଭ୍ୟାଲୁ ବାହାର କରିବା ତ 75,60,000 ର 90% କେତେ 75,60,000 ର 90% କେତେ କେତେ ଆସୁଥିଲେ ଆନ୍ସର ଦିଟା ଶୂନ କ୍ୟାନସେଲ କରିକି ଦଉଛି କେତେ ହବ ଆନ୍ସର କୁଇକ୍ ସ୍ପିଡ୍ ମତେ ଆନ୍ସର ଦିଅ। 90% କେତେ ଆସୁଛି ହଁ 68,04,000 ଥ୍ୟାଙ୍କ ୟୁ। ତ ଏଟା ହଉଛି ଭ୍ୟାଲିଡ ଭୋଟ ମାନେ ଏତିକି ଭୋଟ ହଉଛି କଣ ଲୋକ ଦେଇଛନ୍ତି କଥାକୁ ଧ୍ୟାନ ଦେଇ ଶୁଣ ବର୍ତ୍ତମାନ ଏତିକି ଭୋଟ ଲୋକ ଦେଇଛନ୍ତି ତାହେଲେ ଆମର ଲୋକ ଥିଲେ କେତେ ଟୋଟାଲ ଲୋକ ଥିଲେ ହଉଛି 75,60,000 ଲୋକ ଥିଲେ ତାଙ୍କ ଭିତରୁ 68,04,000 ଲୋକ ଭୋଟ ଦେଇଛନ୍ତି। ତାପରେ ସେ ମତେ କହିଲା 15% ଭ୍ୟାଲିଡ ମାନେ 15% ଭୋଟ ପୋଲ ୱେୟାର ଡିକ୍ଲେୟାର ଅଛି ଇନଭାଲିଡ ଯେତିକି ଲୋକ ଭୋଟ ଦେଇଛନ୍ତି ତାଙ୍କ ଭିତରୁ ଇନଭାଲିଡ କେତେ 15% ତାହେଲେ ଭ୍ୟାଲିଡ ଭୋଟ ବାହାର କରିବ ତା ତ 68,04,000 ଚାରି ହଜାରର 15% ଇନଭାଲିଡ ହେଲେ ଭ୍ୟାଲିଡ କେତେ ହବ 85% ହବ 85 ତ 85% ର ଭ୍ୟାଲୁ କେତେ 85% ର ଭ୍ୟାଲୁ କେତେ 85% ଭ୍ୟାଲୁ କେତେ ତାକୁ ଯଦି ସିମ୍ପ୍ଲିଫାଇ କରିବା 57,83,400 ଏତିକି ହବ ଆନ୍ସର। ଦେଖ ତାହେଲେ ବର୍ତ୍ତମାନ ଆମେ କୋଣ ପହଞ୍ଚିଲେ ପ୍ରଥମେ ଥିଲା ଲୋକ କେତେ ଅଛନ୍ତି ଭୋଟ ଦେଇଛନ୍ତି କେତେ ବର୍ତ୍ତମାନ ଭ୍ୟାଲିଡ ଭୋଟ ବାହାରିଲା କଣ କହିଲେ ବାହାରିଲା ଭ୍ୟାଲିଡ ଭୋଟ ବାହାରିଲା ଓକେ ପୁରା କ୍ଲିୟର ହେଲା ଭ୍ୟାଲିଡ ଭୋଟ। ମୋର କହିବା କଥା ଯେତେବେଳେ ଆମର ଭ୍ୟାଲିଡ ଭୋଟ ବାହାରି ସାରିଲା ଏବେ ମତେ କ୍ୱେଶ୍ଚିନ୍ କଣ ପଚାରିଛି ଏବେ କ୍ୱେଶ୍ଚିନ୍ ପଚାରିଛି କ୍ୟୁ ର ମୂଲ୍ୟ ପଚାରିଛି ଯେ କ୍ୟୁ କେତେ ଭୋଟ ପାଇବ। ଆଚ୍ଛା ପି ପାଇବ କେତେ
ଭ୍ୟାଲିଡିଟି ଭୋଲ୍ଟର 70-80% ପି ପାଇବ ମାନେ କ୍ୟୁ ପାଇବ କେତେ? 22% ପାଇବ କ୍ୟୁ। ତାହେଲେ ଆମେ 57,83,400 22% ବାହାର କରିବା। 22% ବାହାର କରିବା, ଯିଏ ହବ ମୋର ସେ ଆନ୍ସର। ତାହେଲେ ଏଠି ବାହାରିବ ମୋର ଆନ୍ସର 12,72,348। 12,72,348। ଦେଖ ଏଇଠି ଗୋଟେ ଲଜିକ, ହଁ ସି ହବ। ଏଇଠି ମଧ୍ୟ ଗୋଟେ ଲଜିକ ଅଛି। ମୁଁ ସମ୍ପୂର୍ଣ୍ଣ ଆକୁ ମଲ୍ଟିପ୍ଲାଏ ନ କରି ମଧ୍ୟ ଆନ୍ସର ବାହାର କରିବି। କେମିତି? ଏଠି ଦିଟା ଶୂନ କ୍ୟାନସଲ ହେଲା। ଆର ୟୁନିଟ ପ୍ଲେସରେ 4 ଅଛି, ୟୁନିଟ ପ୍ଲେସରେ 2 ଅଛି। ତ ୟୁନିଟ ପ୍ଲେସରେ ଭ୍ୟାଲୁ କେତେ ଆସିବ? 8 ଆସିବ। ୟୁନିଟ ପ୍ଲେସରେ ଭ୍ୟାଲୁ କେତେ ଆସିବ? 8। ଦେଖ କାହାର ବି ଗୋଟେ ଅପସନରେ ୟୁନିଟ ପ୍ଲେସ ଭ୍ୟାଲୁ 8 ଦେଇନି, ଏକ୍ସେପ୍ଟ 3। ତାହେଲେ ଆମେ ଚାହିଁଲେ ମଧ୍ୟ କିଛି କିଛି ଷ୍ଟେପରେ ସିମ୍ପ୍ଲିଫାଇ କରିକି ଆନ୍ସରକୁ ରଖିପାରିବା। ପୁରା କ୍ଲିୟର ହବ? এটা ସିଜିଏଲ କ୍ୱେଶ୍ଚିନ୍ ଅଛି, ମାନେ ଏଇ ଟାଇପର କ୍ୱେଶ୍ଚିନ୍ ହିଁ ଏକ୍ସାମରେ ଏ ବର୍ଷ ଆସିବ, ଯୋଉଟା ପର୍ଟିକୁଲାର ଓଏସ୍ ଆଉ ତୁମମାନଙ୍କର ସିଜିଏଲ। ପୁରା କ୍ଲିୟର ହବ? ଶୂନ ଥିଲେ ୟୁନିଟ ପ୍ଲସ କେମିତି 8 ହବ? ଥ୍ୟାଙ୍କ ୟୁ। ଆଉ ମୁଁ ତମକୁ ଯୋଉମାନେ ଯେତିକି ବି କରଉଛି ମ୍ୟାଥ, ମୁଁ କାଇଣ୍ଡଲି କହୁଛି ଯେତେବେଳେ ସମୟ ପାଉଛ ରିଭାଇଜ କର, ତାହେଲେ ଜାଣିବ ଯେ ସବୁ ଜିନିଷ କ୍ଲିୟର ଅଛି। 2 ନମ୍ବର କ୍ୱେଶ୍ଚିନ୍ ବହୁତ ସହଜ କ୍ୱେଶ୍ଚିନ୍। ବିଶ୍ୱଜିତ ଆନ୍ସର ହଉଛି 3। ଦେନ୍ ଆଉ କାହାର ଆନ୍ସର ଆସିଲା? ଅନିଲ 3, ଅନିଲ 25 ରହୁଛି, ସୁକନ 3 ରହୁଛି। ଦେଖ ଏ କ୍ୱେଶ୍ଚିନ୍ଟା ଟିକେ ଟ୍ରିକି ଅଛି, କିନ୍ତୁ କ୍ୱେଶ୍ଚିନ୍ ସହଜ। ବୁଝିପାରିଲେ କ୍ୱେଶ୍ଚିନ୍ଟା ସହଜ ଲାଗିବ। କେମିତି? ସେ କହିଲା ଦେୟାର ଆର୍ 2 ପାଇପ୍ ଫିଲ୍ ଦ ଟ୍ୟାଙ୍କ। ଦିଟା ପାଇପ୍ ଅଛି, ଗୋଟେ ପାଇପ୍ ହଉଛି ଏ, ଗୋଟେ ହଉଛି ପାଇପ୍ ଅଛି ବି। ଟାଙ୍କିକୁ ଭର୍ତ୍ତି କରିବେ। 2 ଜଣ ମିଶିକି ଯଦି ଟାଙ୍କିକୁ ଭର୍ତ୍ତି କରୁଛନ୍ତି, ତାଙ୍କୁ କେତେ ମିନିଟ୍ ଲାଗୁଛି? 15 ମିନିଟ୍ ସମୟ ଲାଗୁଛି। ଏଇଠି ଗୋଟେ ସେ ଚେଞ୍ଜ କରି କଥା କହିଛି। କଣ କହିଛି? 1 ପାଇପ୍ କ୍ୟାନ୍ ଫିଲ୍ ଦ ଟ୍ୟାଙ୍କ 1.5 ଟାଇମ୍ ଫାଷ୍ଟର। ତ ଅନ୍ୟଠାରୁ ସେ 1.5 ଟାଇମ୍ ଫାଷ୍ଟର, ମାନେ 1.5 ଟାଇମ୍ ଫାଷ୍ଟର ଜଣେ ଆଉ ଜଣଙ୍କ ଠାରୁ। ତାହେଲେ ଏଟାକୁ ଆମେ ଫାଷ୍ଟ ବାହାର କରିବା। ତ ଆମେ ଏଫିସିଏନ୍ସିକୁ କୁହାଯାଏ। କଣ କୁହାଯାଏ? ଏଫିସିଏନ୍ସି। ତମକୁ କହିଥିଲି ମୁଁ, ମନେ ରଖିଲେ, ଯଦି ଏ ରହିଲା ବି ରହିଲା, ମୁଁ ଯଦି ଏ କୁ ନେଲି ଏକ୍ସ, ବି ର ଏଫିସିଏନ୍ସି କେତେ ଆସିବ? ଦେଖ ମୁଁ 2x ନେଉଛି, କାରଣ ପଏଣ୍ଟରେ ଅଛି, ମୋତେ ବାହାର କରିବାକୁ ସହଜ ହବ। ବି ର ମୂଲ୍ୟ ହଉଛି 2x ସ୍ପିଡରେ କାମ କରେ। ତାଠାରୁ କେତେ ଫାଷ୍ଟରେ ସେ କାମ କରୁଛି? ଇଏ ହଉଛି 3x। କାହିଁକି ନା ସେ କଣ କହିଲା? 1.5 ଟାଇମ୍ ଫାଷ୍ଟର ରହିବ। 1.5 ଟାଇମ୍ ମାନେ କଣ? 1.5 ଟାଇମ୍। ଗୋଟିଏ ଯଦି 2 ରହିବ, ଆଉ ଗୋଟେ ଏଫିସିଏନ୍ସି କେତେ ରହିବ? 1.5 ରହିବ। 1.5 ହେଲେ 3 ଆସିବ। ତ ଏଫିସିଏନ୍ସିର ଓଲଟାଟା ସବୁବେଳ ପାଇଁ କେତେ ହୁଏ ପିଲେ? ମୁଁ ତମମାନଙ୍କୁ କହିଥିଲି ଓଲଟା ହଉଛି ଡେ। ଡେ। ତାହେଲେ ଏଠି ଡେ କେତେ ଆସିଲା? x 2x। ଏଠି ଡେ ଆସିଲା 3x। ଏ ପର୍ଯ୍ୟନ୍ତ ସମସ୍ତେ ବୁଝିପାରିଲ? ତ ଏଟା ମୁଁ ଥିଓରି କ୍ଲାସରେ ପଢେଇଥିଲି ଯେ ଏଫିସିଏନ୍ସିର ଓଲଟାଟା ସବୁବେଳେ ପାଇଁ ଡେ ହୁଏ। ବା ଆମେ ଏଠି ଆୱାର ବୋଲି କହିପାରିବା। ଏଠି ମିନିଟ୍ ଯୋଉ ଲେଖା ହେଇଛି ଡେ, କିମ୍ବା ମୁଁ ଆକୁ ଆୱାର ବୋଲି ଧରିପାରିବି, ଯେତେବେଳେ ଟାଙ୍କି ଅଛି ହେଲା ଆୱାର। ତାହେଲେ ବୁଝିଗଲା? ତ 2 ଜଣଙ୍କର ଆୱାର ମୁଁ ପାଇଗଲି। କେମିତି ପାଇଲି? ଏ ଗୋଟିଏ ଟାଙ୍କିକୁ 2x ଡେରେ ଭର୍ତ୍ତି କରେ, ବି ଗୋଟିଏ ଟାଙ୍କିକୁ 3x ଡେରେ ଭର୍ତ୍ତି କରେ। ତାହେଲେ 2 ଜଣ ମିଶିକି ସେ ଟାଙ୍କିକୁ କେତେ ଦିନରେ ଭର୍ତ୍ତି କରିବେ? ଏ ଦିଟାର ଲସ୍ ହେବ କେତେ? ନା 6 ଆସୁଛି। 6 ଆସିଲେ କେତେ ହଉଛି? ଏଠି ହବ 3, ଏଠି ହବ 2, ତାହେଲେ ଏଠି ହଉଛି 5। ତାହେଲେ ଆମେ କହିପାରିବା 6/5। ଆମେ କହିପାରିବା ନାହିଁ 6/5 ବୋଲି କହିପାରିବା। ଏଟାକୁ x ରଖ। 6/6। ତାହେଲେ ଏଇଠି ଆମେ ଲଜିକାଲି କଣ କହିପାରିବା ପିଲେ? ଲଜିକାଲି ଆମେ କହିପାରିବା, ଦେଖ ଓଭରଅଲି ଏକ୍ସ କୁ ମାଇନସ କର ମାଇଣ୍ଡରୁ, କେମିତି ସ୍ପିଡରେ ଆମେ ଯିବା। ଯେ 6/5 ର ମୂଲ୍ୟ ହଉଛି କେତେ? ନା 15 ମିନିଟ୍। 6/5 ର ମୂଲ୍ୟ ହଉଛି 15 ମିନିଟ୍। ତାହେଲେ 1 ର ମୂଲ୍ୟ କେତେ ଆସିଲା? 15 × 5 ଡିଭାଇଡେଡ୍ ବାଇ 6। ଆକୁ କେତେ ହଉଛି? 3 କାଢିଲେ 2 ଆସିବ, 3 କାଢିଲେ 3 ଆସିବ, 15/2 ଆସିଲା। ତ 1 ର ମୂଲ୍ୟ ଆସିଲା 15/2। ଠିକ ସେଇଭଳି ଆଚ୍ଛା 25/2 ହବ। ସେଟା 5 ପରା, এটা 25/2। ଉଲ୍ଟା ମୁଁ ଭୁଲ କରିଦେଲି। 25/2 ହେଲା। ତ ମତେ 2 ର ଭ୍ୟାଲୁ ବାହାର କରିବାର ଅଛି। 2 ର ଭ୍ୟାଲୁ ବାହାର କରିବାର ଅଛି ମାନେ କଣ? ଇଣ୍ଟୁ 2 କରିବି। 2 କ୍ୟାନସେଲ ହେଇଗଲା, ତ ଆନ୍ସର ହେଇଗଲା 25।
ଏ ଟିକେ ଦିମାଗ ଖର୍ଚ୍ଚ କଲେ ଆରାମସେ ପାଇପାରିବ। ବଟ୍ ମୁଁ ଆକୁ ଆଉ ଥରେ ଟିକେ ତମକୁ ସିମ୍ପ୍ଲିଫାଇ କରିଦେଉଛି। ତ ଏଠି ଏକ୍ସ ଗୋଟେ କାମ ଏ ଗୋଟେ କାମକୁ 2x ଦିନରେ କାମ କରେ, ବି ଗୋଟେ କାମକୁ 3x କାମ କରେ। ଦୁଇ ଜଣ ଲସ୍ ଆଗ ହେଉଛି କେତେ ନା 6x। ଓକେ 6x। ତାହେଲେ ଏକ ଦିନରେ କେତେ କାମ ହେଉଛି ନା ଏକ ଦିନରେ କାମ ହବ କେତେ 6x/5। ଏକ ଦିନରେ କାମ ହେଉଛି ଏତେ। ଓକେ ଏକ ଦିନରେ କାମ ହେଉଛି, ଏକ ଦିନରେ କାମ ହେଉଛି 5। କେତେ ଦିନରେ କାମ ସରିବ 6x/5। ଯେ ଏତିକି ଦିନରେ କାମ ସରିବ, ଏତିକି ଦିନର ମୂଲ୍ୟଟା କେତେ ମତେ ଅଲରେଡି ଦେଇଛି 15 ମିନିଟ୍ ଇଜ ଇକ୍ୱାଲ ଟୁ 15 ବୋଲି ଲେଖିବି। ତାହେଲେ ଏକ୍ସ ର ମୂଲ୍ୟ କେତେ ଆସିବ? ଏକ୍ସ ର ମୂଲ୍ୟ ହରେ କେତେ ନା 15 ଇଣ୍ଟୁ 5 ଡିଭାଇଡେଡ୍ ବାଇ 6। ଆକୁ 3 କାଟିଲେ 2, 3 କାଟିଲେ ହେଉଛି 5। ତ ଏକ୍ସ ର ମୂଲ୍ୟ ହେଲା କେତେ 25/2 ହେଲା ଏକ୍ସ ର ମୂଲ୍ୟ। ଏକ୍ସ ର ମୂଲ୍ୟ 25/2 ବାହାରିଗଲା ମାନେ ଆମେ ଏବେ କ'ଣ ବାହାର କରିବା 2x ର ମୂଲ୍ୟ ବାହାର କରିବା। ଯେ ମୋତେ ପଚାରିଛି ଫାଷ୍ଟର କଥା ପଚାରିଛି, 2 ଇଣ୍ଟୁ 25/2, 2 2 କ୍ୟାନସେଲ, ଆନ୍ସର ହେଉଛି 25। ଟିକେ ଟ୍ରିକି ଅଛି ବଟ୍ ତୁମେ ଆକୁ ଯଦି ଭଲସେ ବୁଝିପାରୁଛ ଦେନ୍ ଆନ୍ସର ହେଇଯିବ। ବୁଝିପାରିଲ? ଟିକେ କୋଶ୍ଚିନ୍ ଗୋଟେ ବୁଲେଇକି ଦେଇଛୁ। ଓକେ ଚାଲ କୋଶ୍ଚିନ୍ ନମ୍ବର 3 ନମ୍ବରକୁ ଯିବା। ଏଟା ବୁଝିପାରୁଛ ତ? এটা ବୁଝିପାରୁଛ? ଏବେ ଯେ କୋଶ୍ଚିନ୍ ନମ୍ବର 3 ନମ୍ବରକୁ। ଆରେ କୁହ ଏଟା ବୁଝିପାରିଲ ନା ଆଉଥରେ କହିବି? ଯୋଉ କୋଶ୍ଚିନ୍ ନମ୍ବର 2 ନମ୍ବର ବୁଝିପାରୁଛ ତ? କୋଶ୍ଚିନ୍ ନମ୍ବର 3 ନମ୍ବର, 3 ନମ୍ବର ଆନ୍ସର କ'ଣ ହେଲା? କୋଶ୍ଚିନ୍ ଆଗ ଭଲସେ ପଢ। ଏଟାକୁ ତମକୁ ଥିଓରି କ୍ଲାସରେ ପଢେଇଲା ବେଳେ କହିଥିଲି ଯେ ଏଇଭଳି କୋଶ୍ଚିନ୍ ବହୁତ ଥର ପଚାରୁଛି ଆଉ ଅପକମିଂ ଏକ୍ସାମରେ ମଧ୍ୟ ପଚାରିବ। ଓକେ ଗୋଟେ ଡିସଅନେଷ୍ଟ ଗୋଟେ ଅଛି କି ମର୍ଚାଣ୍ଟ ଅଛି, ଗୋଟେ ସେଲର ଅଛି ଯିଏକି ମାନେ ୟୁଜିଂ ୱେଟ୍ 12% ଲେସ୍ କରୁଛି, ମାନେ 12% କମର ଓଜନରେ ବିକୁଛି। ମାନେ ଓଜନରେ ଏଠି 12% କମ କରୁଛି ୱେଟ୍ ହିସାବରେ। ଆଣ୍ଡ ପ୍ରଫିଟ ବି କରୁଛି 10%। ଫାଇଣ୍ଡ ଟୋଟାଲ ଗେନ୍ ପରସେଣ୍ଟେଜ। ଦେଖ ତାହେଲେ ଏଟା ହଉଛି ମୋର ରିଅଲ ଭ୍ୟାଲୁ। ମୁଁ ଓଜନରେ ଏପଟୁଆ କେତେ ମାଇନସ କରୁଛି 12% ମାଇନସ କରୁଛି। ପ୍ରଫିଟ ବି କେତେ କରୁଛି 10% ପ୍ରଫିଟ କରୁଛି। ଇନଡାଇରେକ୍ଟଲି ମୋ ଟୋଟାଲ ପ୍ରଫିଟ ହେଲା କେତେ? ଯଦି ଗୋଟେ ଜିନିଷର ମୂଲ୍ୟ 100 ହୁଏ, ଏବାଗିଆ 10 ପାଇଲି, ଏବାଗିଆ 12 ପାଇଲି, ଟୋଟାଲ ପାଇଲି କେତେ ନା 22% ପାଇଲି। ଫାର୍ଷ୍ଟ ପଏଣ୍ଟ। କିନ୍ତୁ କିନ୍ତୁ ସେ ଜିନିଷକୁ ବର୍ତ୍ତମାନ କେତେରେ ବିକା ହଉଛି 100ରେ ତ ବିକା ହଉନି ନା। 12 ମାଇନସ କରି ବିକୁଛି ମାନେ 88ରେ ବିକୁଛି। 12 ମାଇନସରେ ବିକୁଛି ମାନେ ମୁଁ 88ରେ ବିକୁଛି। ତାହେଲେ ଗୋଟେ ଜିନିଷକୁ ମୁଁ 88ରେ ବିକୁଛି, ତାହେଲେ ମୋର ଲାଭ କ୍ଷତି କାହା ଉପରେ କାଲକୁଲେସନ ହବ? 88 ଉପରେ ହିଁ କାଲକୁଲେସନ ହବ। 88 ଉପରେ। ତାହେଲେ ମୁଁ ଲାଭ କଲି କେତେ 22। 22/88 ଇଣ୍ଟୁ 100। ଆକୁ ଆଜି କାଲି 4, 4କୁ 100ରେ କାଲି ହେଉଛି କେତେ 25%। ବୁଝିପାରିଲେ ସମସ୍ତେ? ହଁ କି ନା? ପୁରା କ୍ଲିୟର ହେଲା? ଆଉ ଥରେ କହିବି କାରଣ ଏ କ୍ୱେଶ୍ଚିନ୍ ରିପିଟ୍ କରିବ ଅପକମିଂ ଏକ୍ସାମରେ, ପର୍ଟିକୁଲାର ଏଇ କ୍ୱେଶ୍ଚିନ୍କୁ। ବୁଝିଯାଇଛି? ବୁଝା ପଡ଼ିଲା ତ? ଆରେ କହିବ ଯଦି ନ ହବ ମୁଁ ଆଉ ଥରେ କହିବି। କାରଣ ଅଲରେଡି ମୁଁ ଥିଓରି ପଢିଛି ବଟ୍ ଯଦି କାହାର ବୁଝି ନ ପାରୁଛ କହିଲେ ମୁଁ ଆଉ ଥରେ କହିବି। କ୍ଲିୟର ଅଛ? 100 ଏଭବ ପିଲା ଅଛ ଏଗେନ୍। ଆଚ୍ଛା ଦେଖ ଆମେ ଗୋଟେ ଜିନିଷ ମୂଲ୍ୟ ଅଛି, ଜିନିଷର ମୂଲ୍ୟ ମୁଁ 100 ନେଉଛି, 100ଟାକୁ ମୁଁ ଲାଭରେ ବିକୁଛି କେତେ ନା 10%। ମାନେ ଏବାଗିଆ 10% ମୁଁ ଲାଭ କଲି। କିନ୍ତୁ ଯୋଉଟା କେଜି ଯୋଉ ୱେଟ୍ରେ ମୁଁ ବିକିବା କଥା, କେଜି ଯୋଉ ୱେଟ୍ରେ ବିକିବା କଥା ସେ ବାବଦରେ ମୁଁ 12% ମାଇନସରେ ବିକୁଛି। ମାନେ ମିଛରେ ଭୁଲ କହିକିରି ଇନଡାଇରେକ୍ଟ ମୋର ଲାଭ ହେଲା କେତେ ଏପଟୁ 12 ସେପଟୁ 10, 22 ହେଲା ମୋର ଲାଭ। କିନ୍ତୁ ମୁଁ ଆକ୍ଚୁଆଲି ଗୋଟେ ଜିନିଷକୁ ବିକୁଛି କେତେରେ 100ରେ ବିକୁନି। ତାକୁ ଲୋକକୁ ଦେଖଉଛି 100 କିନ୍ତୁ ବିକୁଛି କେତେରେ 88। କେମିତି ନା ୱେଟ୍ରେ ମୁଁ ମାଇନସ କରୁଛି 12। ତ ମୋର ଲାଭ ବା କ୍ଷତି କାହା ଉପରେ କାଲକୁଲେସନ ହୁଏ? ପ୍ରାଇସ୍ ମାନେ ଓରିଜିନାଲ ପ୍ରାଇସ୍ ଉପରେ। ତା ତ ଓକେ 22/88 ଇଣ୍ଟୁ 100। ଓକେ କାଲକୁଲେସନରେ ପାଇଯିବ। क्वेश्चन नंबर 4 नंबर को ଯିବା। ବହୁତ ବଢିଆ क्वेश्चन टे। ଏ ଟାଇପ ର क्वेश्चन ବେଳେ ବେଳେ ତମକୁ ମଧ୍ୟ ଫେସ୍ କରିବାକୁ ପଡିବ। ଅନିଲ 1056
ଏ ହବ ଆନ୍ସର। ଆଚ୍ଛା, ତ ମତେ କୁହ ପିଲେ, ଆମର ଗୋଟେ ଅଛି କିଏ ସେ ନା ଡିଭିଜନ, ଡିଭାଇଜର, କ୍ୱାର୍ଟାଣ୍ଟ, ଆଉ ଗୋଟେ ହଉଛି ରିମାଇଣ୍ଡର। ଆଚ୍ଛା, ଏ ଯୋଉ ମଝିଟାକୁ ଆମେ କଣ କହିଥାଉ? ମଝିଟାକୁ ଆମେ କଣ କହିଥାଉ? ଏନିୱାନ୍ ଆନ୍ସର? ମଝିଟାକୁ ଆମେ କଣ କହିଥାଉ? এটা ବୁଝିବାର ଅଛି। ମଝିଟା କଣ କହେ? ଆମେ ଯୋଉ ଓଡିଆରେ କହୁ ଭାଜ୍ୟ, ଭାଜକ, ଭାଗଫଳ, ଭାଗଶେଷ, ମଝିଟାକୁ ଆମେ କଣ କହିଥାଉ? ଡିଭାଇଡେଡ। ଓକେ, ଥ୍ୟାଙ୍କ ୟୁ। ଆଚ୍ଛା, ଏଟାକୁ ଡିଭିଜନ ଲେ ମଝିଟା ହଉଛି ଡିଭାଇଡେଡ। ଆଚ୍ଛା, ଆକୁ ଆମେ କଣ କହିବା? ଏପଟାକୁ ଡିଭାଇଜର, ଡିଭାଇଜର। ଏଟାକୁ କଣ କୁହାଯାଏ? କ୍ୱାର୍ଟାଣ୍ଟ। ତଳଟାକୁ କଣ କୁହାଯାଏ? ରିମାଇଣ୍ଡର। ଆଚ୍ଛା, ଆମେ ଓଡିଆରେ ଯଦି କହିବା ଏଟା ହଉଛି ଭାଜ୍ୟ, ଭାଜ୍ୟ। ଏଟା କଣ କୁହାଯାଏ? ଭାଜ୍ୟ। ଏଟାକୁ ଭାଜ୍ୟ। ଏଟାକୁ ଭାଜ୍ୟ ପରେ ଏଟା ଭାଜକ। ଏଟା ହଉଛି ଭାଗ ଫଳ। ଏଟା ହଉଛି ଭାଗ ଶେଷ। ଆମେ ଓଡିଆରେ କହିବା ତ ଭାଜ୍ୟ ଇଜ ଇକ୍ୱାଲ ଟୁ ଭାଜକ ଇଣ୍ଟୁ ଭାଗଫଳ ପ୍ଲସ୍ ଭାଗ ଶେଷ। ଠିକ ସେଇଭଳି ଆକ୍ଚୁଆଲି ଆର ଲଜିକ ମଧ୍ୟ ସେଇଆ, ଯେ ଲଜିକଟା ହଉଛି ଡିଭାଇଡେଣ୍ଡ ର ମୂଲ୍ୟଟା କାହା ସହିତ ସମାନ ହବ ନା ଏ ଦୁଇ ଜଣଙ୍କର ଗୁଣଫଳ ସହିତ ସମାନ ହବ। କ୍ୱାର୍ଟାଣ୍ଟ ଇଣ୍ଟୁ ଡିଭାଇଜର ପ୍ଲସ୍ ରିମାଇଣ୍ଡର ସହିତ ସମାନ ହବ, ଯାହାକୁ ଆମେ କୁହାଯାଏ ଭାଜ୍ୟ ଇଜ ଇକ୍ୱାଲ ଟୁ ଭାଗଫଳ ଇଣ୍ଟୁ ଭାଗ ଶେଷ ଇଣ୍ଟୁ ସରି ଭାଜ୍ୟ ଭାଜକ। ଭାଜ୍ୟ ଇଜ ଇକ୍ୱାଲ ଟୁ ଭାଜକ ଇଣ୍ଟୁ ଭାଗଫଳ ପ୍ଲସ୍ ଭାଗ ଶେଷ। ଏ ଯୋଉ ଲଜିକଟା ସେଇଟା ହିଁ ହବ। ଆଗ ଆମକୁ କୋଶ୍ଚିନ୍ ଦେଖିବା, କୋଶ୍ଚିନ୍ କଣ ଦେଇଛି? କୋଶ୍ଚିନ୍ ଦେଇଛି ଡିଭାଇ ଡିଭାଇଜର ହଉଛି କେତେ ହବ? 4 ଗୁଣା ତ କ୍ୱାର୍ଟାଣ୍ଟ, 4 ଇଣ୍ଟୁ କ୍ୱାର୍ଟାଣ୍ଟ, ମାନେ ଏ ମୂଲ୍ୟଟା କ୍ୱାର୍ଟାଣ୍ଟର 4 ଗୁଣା ହବ। ଠିକ ଅଛି। ଆଉ 2 ଟାଇମ୍ ଦ ରିମାଇଣ୍ଡର, ଆଉ ସେଇ ଯୋଉ ଭ୍ୟାଲୁଟା 2 ଗୁଣା କାହାର ହବ ନା ରିମାଇଣ୍ଡର 2 ଗୁଣା ହବ। ଇଫ୍ ଦ ରିମାଇଣ୍ଡର ଇଜ, ରିମାଇଣ୍ଡର ମୂଲ୍ୟ ଦେଲା 32। ଦେଖ, ଯଦି ରିମାଇଣ୍ଡର ହେଲା 32 ତାହେଲେ ଆମେ ଡିଭାଇଜର ବି ବାହାର କରିପାରିବା। ତାହେଲେ ଡିଭାଇଜର କେତେ ହବ? ରିମାଇଣ୍ଡର 2 ଗୁଣା ହଉଛି ଡିଭାଇଜର, ତାହେଲେ ଡିଭାଇଜର କେତେ ଆସିଲା? କେତେ ହେଲା? 64। ପୁରା କ୍ଲିୟର ହେଲା। ଏବେ ଲଜିକ ଦେଖ, ଡିଭାଇଜର ମୂଲ୍ୟ ଯେତିକି କ୍ୱାର୍ଟାଣ୍ଟରେ 4 ଗୁଣିଲେ ସେତିକି, ଡିଭାଇଜର ମୂଲ୍ୟ ଯେତିକି କ୍ୱାର୍ଟାଣ୍ଟରେ 4 ଗୁଣିଲେ ସେତିକି, ତାହେଲେ କ୍ୱାର୍ଟାଣ୍ଟର ମୂଲ୍ୟ କେତେ? ଯୋଉଥିରେ 4 ଗୁଣିଲେ ଏତିକି ହବ, ତାହେଲେ 4 ଗୁଣିଲେ ମାନେ କଣ? ମାନେ ଗୁଣିଲେ 64 ହବ। 4ରେ କେତେ ଗୁଣିଲେ 64 ହବ ନା 16 ଗୁଣିଲେ, 16 ଚଉ 64, କିମ୍ବା ଆମେ ଆକୁ 64/4 କରିଦେଲେ ବି ବାହାରିଯିବ। ତାହେଲେ ଏଠି କ୍ୱାର୍ଟାଣ୍ଟ ବି ବାହାରିଗଲା କେତେ? 16 ବାହାରିଗଲା। ତାହେଲେ ମତେ ତିନିଟାକୁ ମୂଲ୍ୟ ବାହାରିଗଲା। ମତେ ଡିଭାଇଜର ବି ବାହାରିଗଲା କେତେ? 64। ରିମାଇଣ୍ଡର ବାହାରିଲା 32, କ୍ୱାର୍ଟାଣ୍ଟ ବାହାରିଲା 16। ତ ଏବେ ମୁଁ ମଝିଟା ବାହାର କରିପାରିବିନି କି ଡିଭାଇଡାଣ୍ଡ ବାହାର କରିପାରିବିନି? ତାହେଲେ ଡିଭାଇଡାଣ୍ଡ କେତେ ହବ? ଯେ ଡିଭାଇଜର ଇଣ୍ଟୁ କ୍ୱାର୍ଟାଣ୍ଟ ପ୍ଲସ୍ ରିମାଇଣ୍ଡର। ତାହେଲେ ଆମର ଡିଭାଇଜର କେତେ ରହିଲା? 64 ଇଣ୍ଟୁ କ୍ୱାର୍ଟାଣ୍ଟ କେତେ ରହିଲା? 16 ପ୍ଲସ୍ ରିମାଇଣ୍ଡର କେତେ ରହିଲା ନା 32। ତାକୁ କାଲକୁଲେସନ କଲେ ଆନ୍ସର ହବ ଏ। ବୁଝିପାରିଲ ସମସ୍ତେ ହଁ କି ନା? डिवाइडेंड डिवाइजर क्वार्टान्ट रिमाइंडर क्लियर पूरा क्लियर थैंक यू जी आगे नेक्स्ट क्वेश्चन को क्वेश्चन नंबर ओके क्वेश्चन नंबर 5 नंबर ऑप्शन तला अधा अछि ए ग्रुप ऑफ 30 जन स्टूडेंट appear in the test average of 12 प्रथम average of 12 स्टूडेंट एतिकी and that of the rest होउछन एतिकी and the average of the group रो average केते এটা କ୍ୟାଲକୁଲେଟିଭ କ୍ୱେଶ୍ଚିନ୍ ଟେ ଏଥିରେ କିଛି ନାହିଁ ବହୁତ ଜିନିଷ ସହଜ ଟୋଟାଲ 30 ଜଣ ପିଲା ଅଛନ୍ତି 30 ଜଣଙ୍କୁ 12 ଜଣଙ୍କର ଆଭରେଜ ହଉଛି କେତେ 62 12 ଇଣ୍ଟୁ 62 କେତେ ଆସିଲା 12 ଇଣ୍ଟୁ 62 ଫାଷ୍ଟ ମତେ କୁହ 12 ଇଣ୍ଟୁ 62 କେତେ ଆସିଲା 12 ଇଣ୍ଟୁ 62 ର ଭ୍ୟାଲୁ କେତେ ଆସିଲା
744 ଫାଷ୍ଟ ଆସିଲା। ଆଉ ତାହେଲେ 30 ଜଣ ପିଲାଙ୍କୁ 12 ଜଣ ପିଲା ପଳେଇଲେ, ଆଉ ରହିଲେ କେତେ ଜଣ ପିଲା? 18 ଜଣ ପିଲା। 18 ଜଣ ପିଲାଙ୍କର ଆଭରେଜ ହଉଛି କେତେ? ଆଣ୍ଡ ଦ 62 ଆଣ୍ଡ ଦ୍ୟାଟ୍ ଅଫ୍ ରେଷ୍ଟଙ୍କର ବି 12। ରେଷ୍ଟ ପିଲାଙ୍କର ଆଭରେଜ ହଉଛି ସେଇ 62। ତ ଆକୁ ଆମେ ଗୁଣିକି ଲେଖିପାରିବା। ଗୁଣିକି ଏଇଠି ସର୍ଟକଟ ଆଗ କହୁଛି, ତାପରେ ତମକୁ ମୁଁ ଡିଟେଲ୍ସ ବୁଝେଇବି। ଦେଖ, ଆକୁ ଗୁଣିକିରି କହିଲେ ଲେଖିଲେ କେତେ ହଉଛି? ଗୁଣିକିରି ଯେତିକି ହବ, ଦେଖ ଗୁଣିକିରି ଯେତିକି ହବ ସମସ୍ତ ଭ୍ୟାଲୁକୁ ମିଶେଇକି 30 ହେଲା ପରେ ଆମେ ଆଭରେଜ ପାଇଯିବା। এটা হচ্ছে রিয়েল, মানে হচ্ছে বেদিক কনসেপ্ট। কিন্তু এটি আমি ট্রিক ইউজ କରିବା। যেহেতু প্রথম 12 জଣଙ୍କର ଆଭରେଜ ହେଉଛି 62, ଶେଷ 18 ଜଣଙ୍କର ଆଭରେଜ ବି ସେ 62। ତା ଅର୍ଥ ସମସ୍ତଙ୍କର ଆଭରେଜ ଏଠି 62। ତ ଏଠି କାଲକୁଲେସନ ହିଁ କରିବାକୁ ପଡିବନି, ଅଲ୍ ଓଭର ଓଭରଅଲ୍ ସମସ୍ତଙ୍କର ବି ଆଭରେଜ ମଧ୍ୟ ସେଇ 62 ହେଇଯିବ। ବୋଲି ଆନ୍ସର ହିଁ ତ 62। କିନ୍ତୁ ମୁଁ ପ୍ରଥମ ଷ୍ଟେପ୍ ଏଥିପାଇଁ କଲି ତମକୁ ଜଣେଇବା ପାଇଁ, ଇନ୍ ଫ୍ୟୁଚର ଯଦି ଅଲଗା କିଛି ଆସୁଛି, ଧର ଇଏ 62 ଦେଇଥିଲା, ଏଇଟା ଯଦି 52 ଦେଇଥାନ୍ତା, ତୁମେ କ'ଣ କରିଥାନ୍ତ? ଆର ଭ୍ୟାଲୁ ବାହାର କରିଥାନ୍ତ, ଆର ଭ୍ୟାଲୁ ବାହାର କରି ମିଶେଇକିରି ଏଗେନ୍ 30ରେ ହରିଥାନ୍ତ। ତ ସେଥିପାଇଁ ମୁଁ ତୁମମାନଙ୍କୁ ଏଇଟା ବତେଇଲି। ଚାଲ ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍। क्वेश्चन नंबर 6 नंबर क्वेश्चन। समस्त क्वेश्चन 2025 सीजीएल। ओके, 2025 सीजीएल रो समस्त क्वेश्चन। तो सम ऑफ मनी इज डिवाइडेड एमंग पी क्यू आर एस। 3 जन ভিতরে ডিভাইড করা হয়েছে, সমস্ত রেশিও দিয়েছে। সে কইলা কিউ র ভ্যালু 560 মোর দ্যান আর, তাহলে এস এর ভ্যালু কেতে? তাহলে এটি হলো কি সে পি কিউ আর এস 4 রেশিও, এটা হচ্ছে 4x, এটা হচ্ছে 9x, এটা হচ্ছে 2x, এটা হচ্ছে 3x। से कहला क्यू रो मूल्य, क्यू रो मूल्य आर ठारू केते अधिक अछि ना 560 अधिक अछि। वैल्यू हिसाब रे केते अधिक अछि? 7x अधिक अछि। 9 2 होला 7 ना, ताले हम कहि परिबा जे 7x इज इक्वल टू 560, x इज इक्वल टू 560 बाय 7। 560 बाय 7 केते होछि? 560 बाय हो ना 80 हो, 80 हो, 80। तो x ର ମୂଲ୍ୟ ହେଇଗଲା 80। तो गोटे कहार मूल्य पचार एस रूल्य पचार एस केते एक्स अच्छे 3x अच्छी। ताहले कौन कर 3 इंटू 80 शून्य 8 3 24 240। हाँ क्या पूरा क्लियर? पूरा क्लियर? क्वेश्चन नंबर 7 नंबर देखा कहार आंसर आछे। क्वेश्चन नंबर 7। अच्छा, से कहला ए शॉपकीपर on the Diwali, गोटे दिवाली allow a series of discount television set, television रे से डिस्काउंट दउची। फाइंड द सेलिंग प्राइस ऑफ द टेलीविजन, टेलीविजन रो सेलिंग प्राइस मते पचारछि। गोटे थाए कॉस्ट प्राइस थाए, मार्केट प्राइस थाए, और ताका मझीटा होछि कि से सेलिंग प्राइस। से कहला मार्केट प्राइस ऑफ द टेलीविजन होछि 1200 टका। मार्केट प्राइस ऑफ द टेलीविजन होछि 1200 टका। सक्सेसफुल डिस्काउंट दी थर देछि। प्रथमे 15% डिस्काउंट दिया जिवो, तापर 10% डिस्काउंट दजो। ताले सेलिंग प्राइस टा केते मते पचारछि। अच्छा, ताले मु कोन कहिबी 1200 रो प्रथम डिस्काउंट 15% माने 85/100, तापर 10% डिस्काउंट माने 90/100। दुईटा शून्य कैंसिल, गोटे शून्य कैंसिल। आपको 5 रे काले एटा केते आसुछि 17, 5 काले एटा होछि 2, 2 रे काले केते होछि 6। ताले हम कहि परिबा 6 इंटू 17 इंटू 9। देखो एठी आमे गोटे ट्रिक यूज करबा, यूनिट प्लेस 742 2 यूनिट प्लेस 2 9 दूने 18, यूनिट प्लेस होछि 8। देखो कहार अछि केवल जणा कहि अछि। बुझिला समस्त को? যেতବେଳେ ଛୋଟ ଛୋଟ ଜିନିଷ ୟୁଜ୍ କରୁଛୁ ୟୁନିଟ୍ ପ୍ଲେସ୍କୁ ଦେଖ, ଏଠି ଦୁଇଟା 8 ଥିଲେ ଅସୁବିଧା ହେଇଯାଇଥାନ୍ତା, ଆମକୁ ଆନ୍ସର ବାହାର କରିବାକୁ ପଡନ୍ତା। ଯେହେତୁ ୟୁନିଟ୍ ପ୍ଲେସ୍ 8 ଆସିଲା, କେବଳ ଜଣକର ହିଁ ୟୁନିଟ୍ ପ୍ଲେସ୍ 8 ଅଛି, ସେତେବେଳେ ମୁଁ ସେଟା ହିଁ ୟୁଜ୍ କରି ଆନ୍ସର ଦେଲି। ବୁଝିପାରିଲ? ହଁ କି ନା? थैंक यू। ଏବେ ଯିବା ନେକ୍ସଟ क्वेश्चन। क्वेश्चन नंबर 8 नंबर।
से कहला salary of a worker is first increases 80% and then decreases 80%. The percent of changes in the salary change केते अछि ए हो आंसर देखियो सपोज मु कहली सैलरी थिला 100 टका प्रथम बढ़िला केते परसेंट 25% ता लिखि पे 125 बाय 100 तापर कमिला केते 12% 12% माने कोन 88 बाय 100 दुईटा शून्य कैंसिल 25 कले 4 25 कले एटा होची 5 ओके 4 रे आकले केते होची ना 22 ओके 5 दुने 10 शून्य 1 10 1 11 एठी आंसर केते आसला 110 थिला केते 100 भाला केते 110 तले बढ़िला केते ना 10% इंक्रीज 10% इंक्रीज बुझी पाइल तले बढ़ी केते परसेंटेज 10% इंक्रीज एबे जो नेक्स्ट क्वेश्चन को क्वेश्चन नंबर 9 नंबर टा ट्रिकी क्वेश्चन टे 9 नंबर टा ट्रिकी क्वेश्चन टे से कहे हुई ऑफ द फॉलोइंग नंबर आंक भितर को नंबर टा डिवाइडेड बोथ 2 और 5 को संख्या टा बोथ 2 रे डिवाइड हो 5 रे डिवाइड हो मन रखिले 2 और 5 रे डिवाइड करिया पे हेले एमान को एलसीएम दरकार एमान को एलसीएम दरकार 2 5 रे एलसीएम केते 2 5 रे एलसीएम होची 10 तार अर्थ जो संख्या 10 रे डिवाइड से संख्या 2 रे भी डिवाइड हो से संख्या 5 रे भी डिवाइड हो ताले को संख्या टा 10 रे डिवाइड हो ना जार यूनिट प्लेस 0 थिबो ताले गोटिए रे यूनिट प्लेस 0 अछि हाँ कि ना गोटिए रे 0 अछि अच्छा मु गोटे एठी गोटे एटिके एक्स्ट्रा टाइप रो क्वेश्चन भी एठी दउछि जोटा कि एग्जाम में मते पचारे सपोज मते कहला 1 रु 100 भीतर 1 रु 100 भीतर केतोटी संख्या अछि 1 रु 100 भीतर केतोटी संख्या अछि जे कि बोथ 2 और 3 रे डिवाइड बोथ 1 रु 100 भीतर केतोटी संख्या अछि जे कि बोथ 2 और 3 रे डिवाइड बोथ 2 और 3 रे डिवाइड वेरी गुड अच्छा 2 और 3 रे डिवाइड हवा पाई हेले 2 और 2 रे डिवाइड हला पाई हेले ए दीटा को एलसीएम केते ए दीटा को एलसीएम केते ए दीटा को एलसीएम होची केते 6 जो संख्याटा 6 द्वारा डिवाइड से संख्याटा 2 और 3 रे डिवाइड तो 1 रु 100 भीतर हम केते बाहर करिया 100 रे डायरेक्ट 6 को हरिदा 6 के 6 40 आसला 636 रिमाइंडर 4 तो केतरा संख्या अछि ना 16 टा संख्या अछि ए टाइप बेले बेले होथियो क्वेश्चन देई थाए चलो जीवा नेक्स्ट क्वेश्चन को सिंपलीफाई स्पीड रे 10 नंबर सिंपलीफाई क्विक स्पीड आगे आंसर दियो तो केही आंसर देई सला पर मु करी फास्ट मु देखै को आंसर देई परछो 36 दिनेश बी मोनाली बी स्पंदन बी सौम्य बी अनि अंकिता बी चलो अच्छा एठी हमें कहार आगे करियो आगे ब्रैकेट रे काम हो ब्रैकेट रे मूल्य को आदि मिसेले के जाउची ना 30 हे जाउची तो ए जो घरटा को हम सिंपलीफाई कर लिखा 4/3 ऑफ जगह में इंटू देली केते लिखिल ना 30 माइनस देखो आपको पूर्ण संख्या लिखिबा 11 पूर्ण 2 सहित को 3 को पूर्ण संख्या लिखे के दबो 11 3 33 34 35 तो ये 35/3 आगो ए घरर मूल्यटा आमे बाहर कर दवा आपको आधे काटले केते होची ना 10 होची 10 * 4 होची 40 40 माइनस 35/3 लॉस हो गला केते 3 3 तो लॉस हो गला 4 3 12 120 माइनस 35 ओके तो आपको माइनस कले केते आसु मोर माइनस कले केते होची 85/3 आसु ना नहीं 85/3 जे केते
36 ଆସୁଛି। 8 5 12 ଏଟା କଟିଯିବ ତ। 36 ଭୁଲ ହେଲା। ହଁ, 20 ଗଲା 20 ଗଲା 15 85 12। ଏଠି କୋଉଠି ମିଷ୍ଟେକ୍ ହେଲା କି? ହଁ 85/3 ହଉଛି କେତେ କଣ? 36 କଣ ହବ କି? ହଁ ହଁ 3 ଦୁନେ 6, 6 ହେଲେ କେତେ ରହୁଛି? ଓକେ ଠିକ ଅଛି, ଏତିକି ରଖିଥା, ଆଉ କିଛି ଦରକାର ନାହିଁ। ସିମ୍ପ୍ଲିଫାଇ କରି ଆର ମୂଲ୍ୟ ଆସିଗଲା ଏତିକି। ଆଚ୍ଛା, ତ ଏଠି 100 1020 ଦେଇଛି, ତାପରେ ହରଣ ଚିହ୍ନ ଦିଆହେଲା, ତାପରେ ଲେଖା ହେଲା କେତେ ନା 85/3। ଆକୁ ମୁଁ ଏବେ ଗୁଣନ କରିବି। ଗୁଣନ କଲେ କଣ ହବ? ଏଟା ଓଲଟି ଯିବ। ଗୁଣନ କଲେ ଏଟା କଣ ହେଇଯିବ? ଓଲଟି ଯିବ। କିମ୍ବା ଆକୁ ଆଧିରେ ହରିଦେଲେ କେତେ ହଉଛି? 1020 ଇଣ୍ଟୁ 3 ଡିଭାଇଡେଡ୍ ବାଇ 85। ଏଟା ହେଲା ସିମ୍ପ୍ଲିଫିକେସନ। ତ ଆକୁ 5 ରେ କାଟିବା, ଆକୁ 5 ରେ କାଟିବା। 85 କୁ 5 ରେ କାଟିଲେ କେତେ ହଉଛି ନା 17 ହଉଛି। ଓକେ 17। ଆଚ୍ଛା ଆଚ୍ଛା, ଆକୁ 5 ରେ କାଟିଲେ 5 ଦୁନେ 10 ଶୂନ 5 20। ଓକେ ଦେନ୍ ହଁ ଇଏ କଟୁଛି 204 17 ଡାଇରେକ୍ଟ କରିଥିବ। ଏଇଟା 17 କଟି ଯାଉଛି ନା। 17 କାଟିଲେ କେତେ ହଉଛି? 12 ହଉଛି। 12 36 ଆଉ କାଲକୁଲେସନ କଲେ ହେଇଯିବ ଆଉ। ଥ୍ୟାଙ୍କ ୟୁ। ବୁଝିଗଲା ସମସ୍ତଙ୍କୁ? ଏଇଟା ସିଜିଏଲ ର କ୍ୱେଶ୍ଚିନ୍ ଆସିଥିଲା ଯେ 2025 ର ସିଜିଏଲ କ୍ୱେଶ୍ଚିନ୍ ଏଟା। ଥ୍ୟାଙ୍କ ୟୁ। ଏବେ ଯା ନେକ୍ସଟ କ୍ୱେଶ୍ଚିନ୍। ସମସ୍ତଙ୍କର ହେଲା। ଏବେ କ୍ୱେଶ୍ଚିନ୍ ଆସିଛି ଯେ ଫାଇଣ୍ଡ ଦ ଆଭରେଜ ଅଫ ପ୍ରାଇମ୍ ନମ୍ବର ବିଟୱିନ୍ 60 ରୁ 76, ସରି 50 ରୁ 76 ଭିତରେ ଥିବା ପ୍ରାଇମ୍ ନମ୍ବରର ଆଭରେଜ କେତେ? ମୋର କ୍ୱେଶ୍ଚିନ୍ ହଉଛି ପ୍ରାଇମ୍ ନମ୍ବର କାହାକୁ କୁହନ୍ତି? ଆଚ୍ଛା, ଯିବା ପୂର୍ବରୁ ତାହେଲେ କୁହ ପ୍ରାଇମ୍ ନମ୍ବର କାହାକୁ କୁହନ୍ତି? ହ୍ୱାଟ ଇଜ ଦ ପ୍ରାଇମ୍ ନମ୍ବର? ଆଚ୍ଛା, ମୁଁ ଯଦି କହେ 9 ଗୋଟେ ପ୍ରାଇମ୍ ନମ୍ବର ହବ କି? 9 ଗୋଟେ ପ୍ରାଇମ୍ ନମ୍ବର କି? 9 ଗୋଟେ ଯାହାର ଦୁଇଟି କଣ ଥିବ? ଦିଟା ଫ୍ୟାକ୍ଟର ଥିବ। ହଁ ହଁ ହଁ। ତା ଅର୍ଥ ଯିଏ କେବଳ ନିଜ ଦ୍ୱାରା ଡିଭାଇଡ ହେବା ସହିତ 1 ଦ୍ୱାରା ଡିଭାଇଡ ହଉଥିବ। ଯେମିତି ମୁଁ କହିଲି 7, 7 କେବଳ କାହା ଦ୍ୱାରା ଡିଭାଇଡ ହେଇପାରିବ? 1, ହଁ 1 ଆଉ ତା ନିଜ ଦ୍ୱାରା। ତାହେଲେ ଆମେ ଏଇମାନଙ୍କୁ ହିଁ କୁହାଯାଏ କଣ ନା ପ୍ରାଇମ୍ ନମ୍ବର ବୋଲି କୁହାଯାଏ। ତାହେଲେ ଆମେ ପ୍ରାଇମ୍ ନମ୍ବର ଜାଣିଲା ପାଇଁ ଗୋଟେ ଟ୍ରିକ୍ ତମକୁ ମୁଁ କହିଥିଲି, ମନେ ଅଛି? ଯେତେବେଳେ ମୁଁ କ୍ଲାସ ମାନେ ଥିଓରି କ୍ଲାସ ନେଇଥିଲି, ଗୋଟେ କନସେପ୍ଟ କହିଥିଲି, ମନେ ଅଛି? ପ୍ଲସ୍ ପ୍ଲସ୍ ମାଇନସ୍ କନସେପ୍ଟ ଗୋଟେ କହିଥିଲି। ଥ୍ୟାଙ୍କ ୟୁ। 6k 6k +1 -1 +-1 6k +-1। ଓକେ ଥ୍ୟାଙ୍କ ୟୁ। ତ ଆମେ ସେଇ ଟ୍ରିକଟା ଏଠି ଆପ୍ଲାଏ କରିବା। 50 ପରବର୍ତ୍ତୀ ସଂଖ୍ୟା 6 ଦ୍ୱାରା ଡିଭିଜିବୁଲ ହଉଥିବା ସଂଖ୍ୟା କିଏ? 50 ପରବର୍ତ୍ତୀ ସଂଖ୍ୟା 54। 54 ନାଇଁ 54। ଆଚ୍ଛା, ଆକୁ ଧରିବା ବେଶ। ଆର ଗୋଟିଏ ଆଗ ଗୋଟିଏ ପଛ। ଏଇ ଏଇ ସିକ୍ୱେନ୍ସରେ ଚାଲିବ। ଓକେ ଆମର ଯୋଉ ଲେଖିଲେ 6 6 ନୂଆ 54 ନା, ଆଗଟା ହଉଛି 55, ପଛଟା ହଉଛି 53। ଏ 55 ହବ ନାହିଁ କାହିଁକି ନା ଇଏ ଡିଭାଇଡ ହଉଛି। ତା ପରବର୍ତ୍ତୀ ହଉଛି 60। 60ରେ ଗୋଟିଏ ଆଗ ଗୋଟିଏ ପଛ 59, ଏଠି ହଉଛି 61। ଓକେ ତ ତାର ଗୋଟିଏ ଆଗ ହଉଛି 66। 66ର ଗୋଟିଏ ଆଗ କିଏ ହଉଛି 67, ଏଠି ହଉଛି 65। 65 ହବାର ନାହିଁ। ତାପରେ ଆସିଲା କଣ ନା 66 ବା ହଁ 72। 72ର ଗୋଟିଏ ଆଗ ଗୋଟିଏ ବର୍ଷ, ଏଠି ହେଲା କେତେ 73, ଏଠି ହେଲା କେତେ 71। ତାହେଲେ ଏଠି ଆମର କେତେଟା ପ୍ରାଇମ୍ ସଂଖ୍ୟା କହିଲେ? ହାଉ ମେନି ନମ୍ବର ଅଫ ପ୍ରାଇମ୍ ନମ୍ବର? କେତେଟା ମତେ ମିଳିଲା? ଗୋଟିଏ, ଦିଟା, ତିନିଟା, ଚାରିଟା, ପାଞ୍ଚଟା, 6ଟା ତ ମିଳିଲା। 6ଟା ପ୍ରାଇମ୍ ନମ୍ବର। ତ ଏବେ 6ଟା ପ୍ରାଇମ୍ ନମ୍ବରକୁ ମତେ ମିଶେଇବାର ଅଛି, କାରଣ ମତେ ସେ ଆଭରେଜ ପଚାରିଛି। ସେ ଆଭରେଜ ପଚାରିବି କି? ତ ଏବେ 6ଟାକୁ ମିଶେଇବା। 53, 59, 61, 67, 71, 73। ଆକୁ ଆଡ୍ କଲେ କେତେ ହଉଛି ମୋର? ଆଡ୍ କଲେ କେତେ ହଉଛି? 10
10 20 24 হচ্ছে 4 2 হ্যাঁ 384 তো আড কলে মোর 384 হচ্ছে ଏବେ ମୁଁ ଆଭରେଜ ପାଇଯିବନି 384 ଡିଭାଇଡେଡ୍ ବାଇ 6 କେତେ ଆସିଲା 636 24 6 4 24 ଆନ୍ସର ହେଲେ 64 ହେଲା ଆନ୍ସର 64 ତ ଏଇସବୁ ଏଇଭଳି କ୍ୱେଶ୍ଚିନ୍ ଆସେ ଟିକେ ଟାଇମ୍ ଲାଗିବ କାଲକୁଲେସନରେ କିନ୍ତୁ ସହଜ କ୍ୱେଶ୍ଚିନ୍ ଗୁଡ଼ା ହୁଏ ଥ୍ୟାଙ୍କ ୟୁ ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍ କୁ 12 ନମ୍ବର କ୍ୱେଶ୍ଚିନ୍ କୁ 12 ନମ୍ବର କ୍ୱେଶ୍ଚିନ୍ କଣ ଆସିଲା ସେ ଦେଇଛି the cost price that is 75% of the market price এটা হচ্ছে চোখ টিকি মানে বুঝিবার আছে গোটে হচ্ছে কস্ট প্রাইস গোটে হচ্ছে সেলিং প্রাইস গোটে হচ্ছে মার্কেট প্রাইস ওকে সে কহিলা কস্ট প্রাইস যেতিকি কেতে না মার্কেট প্রাইস র 75% ମୁଁ କଣ କଲି ମାର୍କେଟ ପ୍ରାଇସ୍ ନେଲି 100 ଟଙ୍କା ମାର୍କେଟ ପ୍ରାଇସ୍ କେତେ ଟଙ୍କା ନେଲି 100 ଟଙ୍କା ତାହେଲେ କଷ୍ଟ ପ୍ରାଇସ୍ କେତେ ହବ তাহলে কস্ট প্রাইস কেতে হব সে বলছে কস্ট প্রাইস হচ্ছে মার্কেট প্রাইস র 75% তাহলে মার্কেট প্রাইস যদি 100 টଙ୍କା হুଏ কস্ট প্রাইস কেতে হচ্ছে 75 টଙ୍କା ହଁ କି ନା ଏବେ ଦେଖ calculate the again percentage of after allowing discount তথ্য মানে গেন পরসেন্টেজ মতো পচারছে মোর কেতে টঙ্কা লাভ হব যদি মু 15% ডিসকাউন্ট দিই তাহলে মতো লক্ষ্য কর 100 টঙ্কা উপরে মু এবে ডিসকাউন্ট দেবি কারণ মার্কেট প্রাইস উপরে হি ডিসকাউন্ট দিয়েছে 15% মু ডিসকাউন্ট দেলি তাহলে মোর ভ্যালু হলা কেতে 85 টঙ্কা তাহলে 75 টঙ্কা জিনিসকু মু 85 রে বিকিলি লাভ কলি কেতে টঙ্কা 10 টঙ্কা লাভ কলি পরসেন্টেজ অফ প্রফিট কেতে 10 বাই 75 ইন্টু 100 25 রে গেলে 4 25 গেলে 3 3 3 का अर्थ कटिया नहीं तो 40/3 40/3 जे केते 13.33 ବୁଝିପାରୁଛ क्वेश्चन ଟା କେମିତି ଦେଇଛି ତ क्वेश्चन କୁ ବୁଝିବାର ଅଛି କାରଣ क्वेश्चन ଟା କୁ ଯିଏ ବୁଝି ପାଇଲା ସେ ଆନ୍ସର କରିପାରିବ ପୁରା କ୍ଲିୟର ହେଲା କେମିତି क्वेश्चन ଦେଲା ଆଉ ତୁମ କାମ ହଉଛି ଏସବୁ क्वेश्चन କରିସାରିଲା ପରେ ମୁଁ ଆପ୍ଲିକେସନ ଅପଲୋଡ କରିବି ତାକୁ କାଇଣ୍ଡଲି ତାକୁ ଚେକ୍ କର ଆଉ ଥରେ ରାତିରେ ଶୋଇବା ପୂର୍ବରୁ ଆଉ ଥରେ ପ୍ରାକ୍ଟିସ କରି ଶୋଇବ ବେଶୀ ନାହିଁ କେତେ ସମୟ ଲାଗିବ 15 ମିନିଟ୍ 20 ମିନିଟ୍ ଲାଗିବ ଏବେ ଯିବା ଲାଷ୍ଟ क्वेश्चन କୁ ଆଜିର ଲାଷ୍ଟ क्वेश्चन ସ୍ପିଡରେ ସେ କହିଲା ଓ ଓଭେନ୍ ସ୍ପେଣ୍ଡ 2/3 ଅଫ୍ ହିଜ ଇନକମ୍ ଯେତିକି ସେ ଇନକମ୍ କରେ ତାର 2/3 ଟଙ୍କା ସେ ଖର୍ଚ୍ଚ କରେ ଇନକମ୍ ଯଦି 12% ବଢେ ଏକ୍ସପେଣ୍ଡିଚର ଯଦି 24% ବଢେ ତାହେଲେ ପରସେଣ୍ଟେଜ ଅଫ ସେଭିଂ ତାହେଲେ ସେଭିଂ ମୋର କେତେ ପରସେଣ୍ଟ ବଢେ ସପୋଜ 2/3 ତାର ତ ମୁଁ 300 ଟଙ୍କା ରୋଜଗାର କଲା ବେଳେ 200 ଟଙ୍କା ଖର୍ଚ୍ଚ କରେ এটা হচ্ছে লজিক 300 ଟଙ୍କା ରୋଜଗାର କରୁଛି 200 ଟଙ୍କା ଖର୍ଚ୍ଚ କଲି ତାହେଲେ ମୁଁ ସେଭିଂ କରୁଛି କେତେ ନା 100 ଟଙ୍କା ସେଭିଂ କରୁଛି ହଁ କି ନା এটা হচ্ছে ইনকম এটা হচ্ছে এক্সপেন্ডিচর এটা হচ্ছে সেভিং পুরা ক্লিয়ার ହେଲା ସମସ୍ତଙ୍କର ହଁ କି ନା କିନ୍ତୁ ସାର୍ এটা ମୁଁ 30 ନେଲେ ହବ 5 ନେଲେ ଯାହା ନେଲେ ଚଳିବ କିନ୍ତୁ ଏଥିପାଇଁ ନେଇଛି ମୋର କାଲକୁଲେସନକୁ ସହଜ କରିବା ସେ କହିଲା ଇନକମ୍ ମୋର 18% ବଢିଲା ଇନକମ୍ ଥିଲା 300 ଟଙ୍କା 18% ବଢିଲା 300 ଇଣ୍ଟୁ 118/100 କେତେ ହଉଛି ଦିଟା ଶୂନ କ୍ୟାନସେଲ 8 3 24 4 2 3 के 3 4 5 ଏତିକି ଟଙ୍କା ହେଲା ତ ବର୍ତ୍ତମାନ ମୋର ଇନକମ୍ ହେଇଗଲା କେତେ ଏତିକି ଟଙ୍କା ଏକ୍ସପେଣ୍ଡିଚର ଇନକ୍ରିଜ କଲା 24% ତାର ତ 200 ଇଣ୍ଟୁ 124/100 ଦିଟା ଶୂନ କ୍ୟାନସେଲ କଲି 4 2 8 2 2 4 2 148 ତାହେଲେ ଏଠି ମୋର ସେଭିଂ କେତେ ଟଙ୍କା ହେଲା ସେଭିଂ କେତେ ହେଲା ଏବେ ଇନକମ୍ ଥିଲା 354 ବିକୁଛି 248 ମୋର ସେଭିଂ ହେଲା କେତେ ଟଙ୍କା ମୋର ଏଠି ସେଭିଂ କେତେ ହେଲା 354 248 এটা হলে কেতে না ତୁମମାନଙ୍କର ହଁ 106 ଟଙ୍କା ମୋର ସେଭିଂ ହେଲା ତ ବର୍ତ୍ତମାନ ମୋର ସେଭିଂ ବାହାରିଗଲା 106 ଟଙ୍କା ଆଗରୁ ସେଭିଂ ଥିଲା କେତେ 100 ଟଙ୍କା ବର୍ତ୍ତମାନ ସେଭିଂ ହେଲା କେତେ 106 ଟଙ୍କା ତାହେଲେ ମୋର ସେଭିଂ କେତେ ଟଙ୍କା ବଢିଲା ବା କେତେ ପରସେଣ୍ଟେଜ ବଢିଲା 6% ବଢିଲାନି ସେଭିଂ ମୋର କେତେ ପରସେଣ୍ଟ ବଢିଲା 6% ବଢିଲା ହଁ କି ନା ବୁଝିପାରିଲେ ସମସ୍ତେ ଲେବୁଲ ଅଫ ଦ କ୍ୱେଶ୍ଚିନ୍ ସମସ୍ତଙ୍କୁ ବୁଝି ହଉଛି କୋଉ ଟାଇପର କ୍ୱେଶ୍ଚିନ୍ ଆସୁଛି ଆମେ କେମିତି ଆଟେଣ୍ଡ ନେବା ଦରକାର କୋଉ ଭଳି ପ୍ରାକ୍ଟିସ କରିବା ଦରକାର ପୁରା କ୍ଲିୟର ହଁ କି ନା जो सब क्लास ମୁଁ ତୁମମାନଙ୍କୁ କରୁଛି ଯେଉଁମାନେ ଜଏନ୍ କରିଛ ବ୍ୟାଚରେ ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ ଅଲରେଡି ଗୋଟେ ସେକେଣ୍ଡ କହିଦେଉଛି ଟିକେ
ଜଏନ୍ କରୁଛ ଆଦ୍ୟ ଏକାଡେମୀ ବ୍ୟାଚ୍ରେ ସେଇଠି ତୁମକୁ ପ୍ରୋଭାଇଡ୍ କରାଯିବ। ହଁ ମୁଁ ଏଇଠି ଗୋଟେ ସିଜିଏଲ୍ ପିଲାଙ୍କୁ ଏଇଠି ଗୋଟେ ମେସେଜ ଦେବାକୁ ଚାହୁଁଛି, ତୁମମାନଙ୍କ ଡେ ୱାନ୍ କନସେପ୍ଟ ଆଜଠୁ ଷ୍ଟାର୍ଟ ହେଇଯାଇଛି। ଆମେ ପୁରା 45 ଡେଜ୍ର ପ୍ଲାନିଂ ରଖିଯିବୁ, ସେଇ ହିସାବରେ ଯିବି ଆଉ ସେଇ ଫର୍ମାଟ୍ରେ ଯିବି। କିନ୍ତୁ ଗୋଟେ ଜିନିଷ କହିବି, ଯେଉଁମାନେ କମ୍ବାଇଣ୍ଡ ପ୍ରିପେୟାର କରୁଛ ଓଏସ୍ ଆଉ ସିଜିଏଲ୍କୁ, ତୁମର ମ୍ୟାଥ୍ ସମାନ, ରିଜନିଂ ସମାନ, ডিআই সমান, ওড়িশা হিস্ট্রি, ওড়িশা জিওগ্রাফি, ওড়িশা জিকে সমান, করেন্ট আফেয়ার্স সমান, ସବୁ ସମାନ। କେବଳ ଗୋଟେ ଜିନିଷ ଅଲଗା, ସେ ହେଉଛି କମ୍ପ୍ୟୁଟର। ଯେଉଁ କମ୍ପ୍ୟୁଟର ଆଜି ଏକ୍ସଟ୍ରା କ୍ଲାସ୍ ଅଛି, আমার টার্গেট ରଖିଛି ସିଜିଏଲ୍ ର 110 ଭଳି ରଖିଯିବା। ଡିଆଇ କାଲି ଅଛି, ଯୋଉ ଡିଆଇ ଟା ଦେଇଥିଲି କାଲି ତାର ଡିସ୍କସନ୍ କରିବି। ଆଜି 11ଟାରେ ଅଛି ତମର କମ୍ପ୍ୟୁଟର କ୍ଲାସ୍ ସିଜିଏଲ୍ ପିଲାଙ୍କର, ସିଜିଏଲ୍ ବ୍ୟାଚ୍। ଓକେ, ସମସ୍ତେ ରେଡି? ଥ୍ୟାଙ୍କ ୟୁ।